ଆମର ପ୍ରଭୁ ମହାନ, ଆମର ପ୍ରଭୁ ସର୍ବଶକ୍ତିମାନ, ଆମର ପ୍ରଭୁ ଅସମ୍ଭବ ସମ୍ଭବକାରୀ। ତାଙ୍କ ଛଡ଼ା ଆଉ ପୃଥିବୀରେ କେହି ନାହିଁ। ଯିଏ ତାଙ୍କର କଥା ମାନେ, ଯିଏ ତାଙ୍କ ଉପରେ ନିର୍ଭର କରେ, ତା ଜୀବନରେ ସେ ଅଦ୍ଭୁତ ଆଉ ଆଶ୍ଚର୍ଯ୍ୟ କର୍ମ ପ୍ରକାଶ କରିଥାନ୍ତି। ୟେସ୍ ପ୍ରିୟମାନେ, ଆମେ ଯଦି ତାଙ୍କର କଥା ମାନୁ, ଆମେ ଯଦି ତାଙ୍କର ଇଚ୍ଛାରେ ପରିଚାଳିତ ହେଉ, ଆମ ଜୀବନରେ ସେ ଅଦ୍ଭୁତ ଆଉ ଆଶ୍ଚର୍ଯ୍ୟ କର୍ମ ପ୍ରକାଶ କରିବେ। ଯେତେ ବଡ଼ ରୋଗ ହେଇଥାଉ ନା କାହିଁକି, ସେ ଆମକୁ ସୁସ୍ଥତା ଦେବେ। ଯେତେ ବଡ଼ ବିପଦ ହେଇଥାଉ ନା କାହିଁକି, ସେ ଆମକୁ ଉଦ୍ଧାର କରିବେ। କାରଣ ସେ ସବୁବେଳେ ଆମ ସହିତ ଅଛନ୍ତି, ଆମ ଭିତରେ ଅଛନ୍ତି। ହାଲେଲୁୟା। ଆସନ୍ତୁ, ପରମେଶ୍ୱରଙ୍କର ବାକ୍ୟ କ'ଣ କୁହେ? ବାକ୍ୟ ପ୍ରଚାର କରିବା ପୂର୍ବରୁ ମୁଁ ଜଣଙ୍କ ବିଷୟରେ କହିବାକୁ ଚାହୁଁଛି। ଜଣେ ଭାଇ ଥିଲେ, ଆଉ ତାଙ୍କର ଗୋଟେ ବଡ଼ ପରିବାର, 3ଟି ପୁଅ ଝିଅ, ବାପା ମା, ସ୍ତ୍ରୀ ଆଉ ସିଏ। ହଠାତ୍ ଦିନେ ଚାକିରି ଚାଲିଗଲା। ତାଙ୍କର ଚାକିରି ଚାଲିଗଲା। ସେଇ ଘରର ଏକମାତ୍ର କାର୍ଯ୍ୟକ୍ଷମ ବ୍ୟକ୍ତି, ଉପାର୍ଜନକ୍ଷମ ବ୍ୟକ୍ତି ସେ ହିଁ ଥିଲେ। ଚାକିରିରୁ ଯାହା ଦରମା ପାଉଥିଲେ, ତାଙ୍କର ଏତେ ବଡ଼ ପରିବାରକୁ ସେ ଚଲାଉଥିଲେ। 7 ଜଣ ବିଶିଷ୍ଟ ପରିବାରକୁ ଚଲାଇବା କେତେ କଷ୍ଟ ଆପଣମାନେ ଚିନ୍ତା କରୁଥିବେ। ବହୁତ ଚେଷ୍ଟା କଲେ ସେ, ଅନେକ ଆଡ଼େ ସେ ଚେଷ୍ଟା କଲେ ଚାକିରି ପାଇବା ଉଦ୍ଦେଶ୍ୟରେ। କେତେ ଫାର୍ମକୁ ଗଲେ, କେତେ ପ୍ରାଇଭେଟ୍ ଅଫିସ୍ ଯାକକୁ ଗଲେ, କେଉଁଠି ରାତ୍ରି ଜଗୁଆଳି କାମ ହେଲେ ମିଳିଗଲେ ମଧ୍ୟ ମୁଁ ସେଇ କାମ କରିବି, ଯେମିତି ହଉ ମୋର ପରିବାରକୁ ମୁଁ ବଞ୍ଚାଇବାର ଅଛି। ଉଚ୍ଚ ଶିକ୍ଷିତ ସତ, କିନ୍ତୁ ସେଇ ଶିକ୍ଷା ସେତେବେଳେ କିଛି କାମ ଦେଲା ନାହିଁ। କୌଣସି ଜାଗାରେ ମଧ୍ୟ ସେ କୌଣସି କାମ ପାଇପାରିଲେ ନାହିଁ। ଦିନେ ରାତିରେ ବସିଛନ୍ତି ଆଉ ଚିନ୍ତା କରୁଛନ୍ତି, ମୁଁ କ'ଣ କରିବି? ମୋର ସାନ ସାନ ପିଲାମାନେ ପାଠ ପଢ଼ୁଛନ୍ତି, ମୋର ବାପା ମା ବୁଢ଼ା ବୁଢ଼ୀ ହେଇଗଲେଣି, ବାପାଙ୍କୁ ସବୁବେଳେ ଔଷଧ ଦରକାର, ମୋର ପରିବାରକୁ ଚଲେଇବାର ଅଛି, କ'ଣ କରିବି? ଉପାର୍ଜନ ବନ୍ଦ ହେଇଗଲା, କେମିତି ବଞ୍ଚିବି? କେମିତି ପିଲାମାନଙ୍କୁ ପାଠ ପଢ଼େଇବି? ବହୁତ ଦୁଃଖରେ ନିରାଶ ହେଇଯାଇଛନ୍ତି। ଶେଷରେ ସେ ସ୍ଥିର କଲେ, ରାତି ସାରା ଭାବି 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 କେତେବେଳେ ସକାଳ ହେଇଯାଇଛି ତାଙ୍କୁ ଜଣା ନାହିଁ। ଆଉ ସେ ସ୍ଥିର କଲେ ଯେ ମୁଁ ବଞ୍ଚିକି ଆଉ ଲାଭ କ'ଣ? ବାପାଙ୍କୁ ମୁଁ ସୁସ୍ଥ କରିପାରୁନାହିଁ, ଔଷଧ ଟିକେ ଦେଇପାରିବି ନାହିଁ, ମୋର ପିଲାମାନଙ୍କୁ ମୁଁ ପାଠ ପଢ଼େଇ ପାରିବି ନାହିଁ, ମୋର ପରିବାରକୁ ମୁଁ ମୁଠେ ଖାଇବାକୁ ଦେଇପାରିବି ନାହିଁ, ତାହେଲେ ମୁଁ ବଞ୍ଚିକି ଆଉ ଲାଭ କ'ଣ? ଶେଷରେ ସେ ସ୍ଥିର କଲେ ଯେ ସେ ଜୀବନ ହାରିଦେବେ, ସେ ସୁଇସାଇଡ୍ କରିଦେବେ। ୟେସ୍ ପ୍ରିୟମାନେ, ମନେ ମନେ ସ୍ଥିର କରିଗଲେ ସେ ସୁଇସାଇଡ୍ କରିଦେବେ, ନିଜର ଜୀବନକୁ ନଷ୍ଟ କରିଦେବେ। କିନ୍ତୁ ସେ ବୁଝିପାରୁନଥିଲେ ତାଙ୍କର ମୃତ୍ୟୁ ଫଳରେ ତାଙ୍କ ପରିବାରର ଅବସ୍ଥା କ'ଣ ହେବ। ଯେଉଁ ସମସ୍ୟା ବର୍ତ୍ତମାନ ଦେଖାଯାଇଛି, ତାଙ୍କର ମୃତ୍ୟୁ ହେବା ଫଳରେ ସେଇ ସମସ୍ୟା କ'ଣ ସମାଧାନ ହେଇଯିବ? ନାହିଁ ପ୍ରିୟମାନେ, ଗୋଟେ ଭୁଲ ଡେସିସନ୍ ନେବାକୁ ସେ ସ୍ଥିର କଲେ। ଆଉ ଯେତେବେଳେ ସୁଇସାଇଡ୍ କରିବାକୁ ଉଠିଲେ, ଦେଖୁଛନ୍ତି ସକାଳ ହେଇଯାଇଛି। ତାପରେ ସେ ସ୍ଥିର କଲେ, ନାହିଁ, ଏବେ ଆଉ ନାହିଁ, ଏବେ ତ ସମସ୍ତେ ଉଠି ପଡ଼ିଲେଣି,
ଆଜି ରାତିରେ ମୁଁ ସୁଇସାଇଡ୍ କରିବି ସେ ସ୍ଥିର କଲେ। କ'ଣ କରିବେ, ଆଉ କୌଣସି କାମରେ ମନ ଲାଗୁନାହିଁ। କେଉଁ ନୂଆ ଜାଗାକୁ ଯାଇକି ତାଙ୍କର ଚାକିରି ପାଇଁ ଗୋଟେ କାମ ପାଇଁ ଚେଷ୍ଟା କରିବାକୁ ବି ତାଙ୍କୁ ଇଚ୍ଛା ହେଲା ନାହିଁ। କାରଣ ସେ ତ ସ୍ଥିର କରିସାରିଥିଲେ ଯେ ମୁଁ ଯେମିତି ହେଲେ ଏ ପୃଥିବୀକୁ ଛାଡ଼ିଯିବି। ଘରେ ବସିଛନ୍ତି, ବାହାରକୁ ସାଙ୍ଗକୁ ବି ମିଶିବାକୁ ଯାଉନାହାନ୍ତି। ଘରେ ବସିଛନ୍ତି, ବସି ବସି ଚିନ୍ତା କରି କରି ଯେତେବେଳେ ବୋର୍ ହେଇଗଲେ, ଦେଖିଲେ ଯେ ତାଙ୍କ ଘରର ଟେବୁଲ ଉପରେ ଗୋଟେ ନୀଳ ରଙ୍ଗର ବହି ଅଛି, ଡାଏରୀ ପରି ବହି। କୌତୂହଳବଶତଃ ସେ ବହିକୁ ବାହାର କଲେ। ସେ ଜାଣିନାହାନ୍ତି ଯେ ସେଇଟା କ'ଣ। ସେ ବାହାର କରିକି ଦେଖିଲା ବେଳକୁ ସେଇଟା ହେଉଛି ଗୋଟେ ନୂତନ ନିୟମ। ଏଇ ନୂତନ ନିୟମ କ'ଣ ତାହା ବି ସେ ଜାଣିନାହାନ୍ତି। ଏଇଟା ଯେ ଈଶ୍ୱରଙ୍କର ମୁଖ ନିଃସୃତ ବାକ୍ୟ, ଏଇ କଥା ବି ଜାଣିନାହାନ୍ତି, କାରଣ ସେ ବିଜାତି ଥିଲେ। ତାହେଲେ ବିଜାତି ଘରେ ଏଇ ନୂତନ ନିୟମ କୁଆଡ଼େ ଆସିଲା? ତାଙ୍କର ଝିଅ ଯିଏକି ପଞ୍ଚମ ଶ୍ରେଣୀରେ ପଢ଼ୁଛି, ତାକୁ ଜଣେ ଭାଇ ଦେଇଥିଲେ। ସେଇ ସ୍କୁଲରେ ଯେତେବେଳେ ସ୍କୁଲ ବାହାରେ ବିତରଣ କରାଯାଉଥିଲା ଏଇ ପୁସ୍ତିକାଟି, ଏଇ ବହି, ଆଉ ସେତେବେଳକୁ ସେ ଝିଅ ନେଇକି ଆସିଲା। ତାକୁ ମଧ୍ୟ ଜଣେ ସେ ବି ଜାଣିନି ଯେ ଏଇଟା କ'ଣ। ସୁନ୍ଦର ଦୁଶି ବହିଟା ଆଣିକି ଟେବୁଲ ଉପରେ ରଖିଦେଲା। ଆଉ ସେଇ ବହିକୁ ସେ ଭାଇ ବାହାର କଲେ। ସମୟ ଯେମିତି ହେଲେ ତ କାଟିବାର ଅଛି। କେତେବେଳେ ସନ୍ଧ୍ୟା ହେବ, କେତେବେଳେ ସମସ୍ତେ ଖାଇକି ଶୋଇବେ, ଆଉ ସେ ନିଜର ଜୀବନକୁ ହାରିଦେବେ। ଚିନ୍ତା କରୁଛୁ କରୁ ସେ ବହିକୁ ବାହାର କଲେ। ବହିକି ଯେମିତି ବାହାର କଲେ, ସେ ଦେଖିଲେ ସେଟା ବାହାରିଲା ଗୀତ ସଂହିତା 16 ପର୍ବ 11 ପଦ। ଗୀତ ସେଇ ପେଜରେ ଗୀତ ସଂହିତା 16 ପର୍ବ ଲେଖା ହେଇଛି। ଟିକେ କେହି ପଢ଼ିବାରେ ସାହାଯ୍ୟ କରିବେ କି? ଗୀତ ସଂହିତା 16 ପର୍ବ, ଆଉ ସେଇ ପେଜ ବାହାର କରୁ ତାଙ୍କର ଦୃଷ୍ଟି ପଡ଼ିଲା ଯାଇ 11 ପଦରେ। ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ, ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ, ତୁମ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ। ହାଲେଲୁୟା। ଯେମିତି ସେ ଏଇଟା ପଢ଼ିଲେ, ସେ କ'ଣ, ହଁ ମୋତେ ଏଇଟା କିଏ ଏଇ ବ୍ୟକ୍ତି ଯିଏ ମୋତେ ଜୀବନର ପଥ ଦେଖେଇବେ? ମୁଁ ତ ଜୀବନକୁ ହାରିଦେବାକୁ ଯାଉଛି। କୌଣସି ପଥ ମୋ ପାଖରେ ଆଉ ଦେଖାଗଲା ନାହିଁ ମୋର ପରିବାରକୁ ଚଲେଇବା ପାଇଁ, ମୋର ବାପାଙ୍କର ଔଷଧର ଖର୍ଚ୍ଚ କରିବା ପାଇଁ, ମୋର ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ, ମୋର ପରିବାରର ମୁହଁରେ ହସ ଫୁଟେଇବା ପାଇଁ ମୋତେ କିଛି ରାସ୍ତା ଦେଖାଗଲା ନାହିଁ, ଯେଉଁଥିପାଇଁ କି ମୁଁ ସୁଇସାଇଡ୍ କରିବାକୁ ଯାଉଛି। ତାହେଲେ ଇଏ କିଏ ଯିଏ ମୋତେ ଜୀବନର ପଥ ଦେଖେଇବେ? ୟେସ୍ ପ୍ରିୟମାନେ, ସେ ଚିନ୍ତା କରୁଛନ୍ତି ଯେ ଏଇଟା କୋଉ ବ୍ୟକ୍ତି ଯିଏ ମୋତେ ଜୀବନର ପଥ ଦେଖେଇବେ। ଚିନ୍ତା କଲେ ଏଇଟା କିଏ ଲେଖିଛନ୍ତି, ଏଇଟା କିଏ କହିଛନ୍ତି। ତାପରେ ଦେଖିଲେ ଯେ ଏଇଟା 16ର ଆରମ୍ଭରେ ହିଁ ଲେଖା ହେଇଛି ନିର୍ଭରଶୀଳ ପ୍ରାର୍ଥନା। ତାପରେ ଲେଖା ହେଇଛି, ହେ ପରମେଶ୍ୱର ମୋତେ ରକ୍ଷା କର, କାରଣ ମୁଁ ତୁମର ଶରଣାଗତ ଅଟେ। ଚିନ୍ତା କରୁଛନ୍ତି ସିଏ, ଏଇ ପରମେଶ୍ୱର କିଏ? ଏଇ ପରମେଶ୍ୱର, ୟାଙ୍କ ବିଷୟରେ ଏକା ଲେଖା ହେଇଛି ଯେ ସେ ମୋତେ ଜୀବନର ପଥ ଦେଖେଇବେ। ତାପରେ ସେ ପ୍ୟାଣ୍ଟ ସାର୍ଟ ପିନ୍ଧି ବାହାରି ପଡ଼ିଲେ ସେଇ ବହିକୁ ଧରିକି। ଯାଇକି ସିଏ ତାଙ୍କର ମନ୍ଦିରର ପୂଜାରୀଙ୍କୁ ପଚାରୁଛନ୍ତି, ଏଇ ବହି କି ବହି? ପୂଜାରୀ ଦେଖିକି କହିଲେ, ଏଇଟା ଖ୍ରୀଷ୍ଟିଆନମାନଙ୍କର ବହି, ତୁ କାହିଁ ଧରିଛୁ ଏଇଟା? ସେ କହିଲେ, ନାଇଁ ମୁଁ ପାଇଲି ତ ସୁନ୍ଦର ବହି, ତେଣୁକରି ଏଇଟା କି ବହି ମୁଁ ପଚାରୁଥିଲି। ତାପରେ ଯେତେବେଳେ ଶୁଣିଲେ ସିଏ ଏଇଟା ଖ୍ରୀଷ୍ଟିଆନ ମାନଙ୍କର ବହି,
ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲେ ଚର୍ଚ୍ଚକୁ। ଚର୍ଚ୍ଚ ଚାବି ପଡ଼ିଛି। କ'ଣ କରିବେ? ଯେମିତି ହେଲେ ଏଇ ବିଷୟ ଜାଣିବାକୁ ପଡ଼ିବ। ଏଇଟା କିଏ ସେଇ ବ୍ୟକ୍ତି ଯିଏକି ମୋତେ ଜୀବନର ପଥ ଦେଖେଇବ? ଆଉ ସେଇ ପରମେଶ୍ୱର ଏଇଠୁ ଜଣାପଡ଼ୁଛି ଯେ ଏଇଟା ଖ୍ରୀଷ୍ଟିଆନ ମାନଙ୍କର ପରମେଶ୍ୱର। ସିଏ ସେତେବେଳେ ତାର ଧାରଣା ମୁଁ ଖ୍ରୀଷ୍ଟିଆନ ମାନଙ୍କର ନେତାକୁ ଗୋଟେ ପଚାରିବି ଯାଇକି, ପାଷ୍ଟର ବୋଲି ବି ଜାଣିନେଇ ସିଏ। ଆଉ ଯେତେବେଳେ ସିଏ ଗଲେ ଲୋକଙ୍କୁ ପଚାରିଲେ ଯେ ଏଇଠିର ମୁଖ୍ୟ କେଉଁଠି ଅଛନ୍ତି, ସେତେବେଳକୁ କ୍ୱାର୍ଟର ଦେଖେଇଦେଲେ। ପାଷ୍ଟରଙ୍କର କ୍ୱାର୍ଟରକୁ ଯାଇକି ଯେତେବେଳେ କବାଟ ମାରିଲେ, ପାଷ୍ଟର କବାଟ ଖୋଲିଲେ। ଆଉ ଦେଖିକି କହିଲେ, ଭାଇ କୁଆଡ଼େ ଆସିଥିଲ? ସେତେବେଳେ ସେଇ ଭାଇ ଜଣକ ତାଙ୍କର ମନର କଥା କହିଲେ, ଭାଇ ମୁଁ ସୁଇସାଇଡ଼୍ କରିବାକୁ ଯାଉଥିଲି, କିନ୍ତୁ ଏଇ ବହିଟା ମୁଁ ଦେଖିଲି। ଏଇ ବହିରେ ଲେଖା ହେଇଛି ତୁମେ ମୋତେ ଜୀବନର ପଥ ଦେଖେଇବ। ଆଉ ଏକରେ ଦେଖିଲା ବେଳକୁ 16ର ଆରମ୍ଭରେ ଦେଖିଲା ବେଳକୁ ପରମେଶ୍ୱର ମୋତେ ରକ୍ଷା କର ବୋଲି ଲେଖା ହେଇଛି। ତାହେଲେ ଏଇ ପରମେଶ୍ୱର କିଏ? ଆଉ ସେ ମୋତେ କେମିତି ଜୀବନର ପଥ ଦେଖେଇବେ ମୋତେ ଟିକେ ବୁଝେଇ ଦିଅ। ତାପରେ ପାଷ୍ଟର ଭାଇ ତାଙ୍କୁ ବୁଝେଇଲେ, କେବଳ ଯେ ବିଜାତି ନୁହେଁ ପ୍ରିୟମାନେ, ଆମର ଯୀଶୁଙ୍କୁ ଜାଣିଥିବା, ଯୀଶୁଙ୍କୁ ଗ୍ରହଣ କରିଥିବା କେତେ ଜଣ ମଧ୍ୟ, ସେମାନଙ୍କ ମଧ୍ୟରୁ କେତେ ଜଣ ଏମିତି ବେଳେବେଳେ ଭାବିଥାନ୍ତି ମୋତେ ଆଉ ଜୀବନର ପଥ ନାହିଁ, ମୋତେ ବଞ୍ଚିବାର ରାହା କିଛି ନାହିଁ, ମୁଁ ଜୀବନରେ ପୁରା ହାରି ଯାଇଛି, ମୁଁ ସୁଇସାଇଡ଼୍ କରିଦେବି, ଆତ୍ମହତ୍ୟା କରିଦେବି, ଭୁଲ ଡିସିସନ୍ ନିଅନ୍ତି। କିନ୍ତୁ ପ୍ରିୟମାନେ, ପାଷ୍ଟର ଯେତେବେଳେ ସେଇ ବ୍ୟକ୍ତି ଜଣଙ୍କୁ ବୁଝେଇଲେ, ଭାଇ ଏଇ ପୃଥିବୀକୁ ଯିଏ ତିଆରି କରିଛନ୍ତି ସେ ହେଉଛନ୍ତି ପରମେଶ୍ୱର। ଯିଏ ତମକୁ ତିଆରି କରିଛନ୍ତି ଆଉ ଯିଏ ମୋତେ ତିଆରି କରିଛନ୍ତି ସିଏ ହେଉଛନ୍ତି ପରମେଶ୍ୱର। ଆଉ ସେ ଆମକୁ ଜୀବନର ପଥ ଦେଖେଇବେ। ହାଲେଲୁୟା। ତାହେଲେ ଭାଇ ଜଣ କହିଲେ, ଆଜ୍ଞା ପରମେଶ୍ୱର କେଉଁଠି ଅଛନ୍ତି? ମୁଁ ତାଙ୍କ ପାଖକୁ ଯିବି, ସେ ମୋତେ ପଥ ଦେଖାନ୍ତୁ। ତାହେଲେ ସେତେବେଳେ ପାଷ୍ଟର ଭାଇ ଜଣକ ତାଙ୍କୁ ବୁଝେଇଲେ, ଭାଇ ତାଙ୍କ ପାଖକୁ ଯିବା ଆବଶ୍ୟକ ନାହିଁ, ସେ ତୁମ ପାଖରେ ଅଛନ୍ତି। ଆଉ ତମେ ଯଦି ବିଶ୍ୱାସ କରିବ ତାଙ୍କୁ, ତାହେଲେ ସେ ତମ ଭିତରେ ହିଁ ରହିବେ, ତମର ସାଙ୍ଗରେ ରହିବେ, ତମକୁ ସିଏ ବାଟ ଦେଖେଇବେ, ପ୍ରତ୍ୟେକ ବିପଦରୁ ସିଏ ଉଦ୍ଧାର କରିବେ। ଯେଉଁ ବିଷୟ ପାଇଁ ତୁମେ ଆତ୍ମହତ୍ୟା କରିବାକୁ ଯାଉଥିଲ, ସବୁ କିଛି ସେ ସମାଧାନ କରିଦେବେ। ଭାଇ ଆଶ୍ଚର୍ଯ୍ୟ ହେଇଗଲେ। ତାହେଲେ ଜଣେ ଅଛନ୍ତି ପରମେଶ୍ୱର ଯିଏ ମୋର ଦୁଃଖକୁ ଦୂର କରିଦେବେ। ହଁ ଭାଇ, ତୁମେ ତାଙ୍କୁ ବିଶ୍ୱାସ କର, ତାଙ୍କର କଥା ମାନ, ସିଏ ତୁମକୁ ବିପଦରୁ ଉଦ୍ଧାର କରିବେ। ତମର ଯେତେ ଦୁଃଖ ଅଛି ଦୂର କରିଦେବେ, ତମର ଯେତେ ଅଭାବ ଅଛି ପୂରଣ କରିଦେବେ। ଭାଇ ସେ ମୋତେ ଟଙ୍କା ବି ଦେବେ? ନାଇଁ ଭାଇ, ସେ ଟଙ୍କା ଦେବାର ଆବଶ୍ୟକ ନାହିଁ। ସେ ଯଦି ତମ ସାଥିରେ ଅଛନ୍ତି ତମକୁ କେବେ ବିପଦ ଆସିବ ନାହିଁ। ସେ ଯଦି ତୁମ ସାଥିରେ ଅଛନ୍ତି ତମର ସବୁ ଆବଶ୍ୟକତା ପୂରଣ ହେଇଯିବ। ସେ ଯଦି ତୁମ ସାଥିରେ ଅଛନ୍ତି, ତୁମ ଜୀବନରେ, ତୁମ ପରିବାରରେ ଶାନ୍ତି ଭରିଯିବ। ସେ ଯଦି, ମୋର ବାପାଙ୍କ ପାଇଁ ତାଙ୍କର ଔଷଧ ପାଇଁ ତ ଟଙ୍କା ଦରକାର ଭାଇ, ଟଙ୍କା ନହେଲେ ମୁଁ କେମିତି ଶାନ୍ତି ପାଇବି? ଭାଇ ଔଷଧ ପାଇଁ ଟଙ୍କା ଦରକାର, କିନ୍ତୁ ପ୍ରଭୁ ଯୀଶୁ ଯଦି ତମ ବାପାଙ୍କୁ ସୁସ୍ଥ କରିଦିଅନ୍ତି, ଟଙ୍କାର ଆବଶ୍ୟକତା କ'ଣ ଅଛି? ସେତେବେଳେ ସେ ଖୁସି ହେଇଗଲେ, ହେଲେ ଏଇ ଯୀଶୁ ମୋର ବାପାଙ୍କୁ ସୁସ୍ଥ କରିଦେଇପାରିବେ? ଆଉ ସେତେବେଳେ ପାଷ୍ଟର ଭାଇ ଜଣକୁ କହିଲେ, ଭାଇ ପରମେଶ୍ୱର ଅସମ୍ଭବକୁ ସମ୍ଭବକାରୀ, ସେ ମରିଯାଇଥିବା ଲୋକକୁ ବି ବଞ୍ଚାନ୍ତି, ସବୁ ବିପଦରୁ ଆମକୁ ଉଦ୍ଧାର କରନ୍ତି। ଆଉ ସେତେବେଳେ ସେ
সেই ସୁଇସାଇଡ୍ କରିବା ପାଇଁ ମନସ୍ଥ କରିଥିବା ବ୍ୟକ୍ତି ଜଣକ ଏତେ ଖୁସି ହେଇଗଲେ ଯେ ଠିକ୍ ଅଛି ଭାଇ, ଆଜିଠୁ ତମେ କହୁଥିବା ପରମେଶ୍ୱରଙ୍କୁ ମୁଁ ବିଶ୍ୱାସ କରିବି। ପାଷ୍ଟର ଭାଇ ଜଣ ତାଙ୍କୁ କହିଲେ, ବିଶ୍ୱାସ କରିବାର ଅର୍ଥ ଯୀଶୁଙ୍କର କଥା ମାନିବା। ବିଶ୍ୱାସ କରିବାର ଅର୍ଥ ଯୀଶୁଙ୍କର ମନରେ, ଈଶ୍ୱରଙ୍କ ମନରେ ଦୁଃଖ ନ ଦେବା। ଯେତେବେଳେ ତାଙ୍କର ଇଚ୍ଛା ନଥିବା କାମ ଆମେ କରୁଛୁ ଭାଇ, ସେତେବେଳକୁ ତାଙ୍କ ମନରେ ଦୁଃଖ ହୁଏ। ତମର ପୁଅ କିମ୍ବା ତମର ଝିଅ ଯଦି ଗୋଟେ ଭୁଲ କାମ କରିବ, ତମକୁ କେମିତି ଲାଗିବ ଭାଇ? ସେତେବେଳେ ସେ କହିଲେ, ମୋତେ ବହୁତ ଦୁଃଖ ଲାଗିବ ଆଉ ବହୁତ ରାଗ ମଧ୍ୟ ଲାଗିବ। ଦରକାର ହେଲେ ମୁଁ ତାକୁ ହାତ ଉଠେଇଦେବି। କିନ୍ତୁ ପାଷ୍ଟର ଭାଇ ଜଣକ କହିଲେ, ୟେସ୍, ଯିଏ ଆମକୁ ତିଆରି କରିଛନ୍ତି ସେଇ ପରମେଶ୍ୱର ଆମର ବାପା ଅଟନ୍ତି। ତୁମେ ମଣିଷ ହିସାବରେ ତମ ପୁଅ ଭୁଲ କରୁଥିବାରୁ ତୁମେ ରାଗି ଯାଇପାର, କିନ୍ତୁ ସେ ଆମକୁ କେବେ ରାଗନ୍ତି ନାହିଁ। ନିଜର ପୁଅକୁ, ନିଜର ଝିଅକୁ ସେ କେବେ ରାଗନ୍ତି ନାହିଁ। ସେ ଆମର ସବୁ ଆବଶ୍ୟକତାକୁ ପୂରଣ କରନ୍ତି। ଆମକୁ ବିପଥରୁ ଫେରେଇବା ପାଇଁ, ଭୁଲ ରାସ୍ତା ଯଦି ଆମେ ଯାଉଛୁ ଫେରେଇବା ପାଇଁ ସେ ଅନୁଗ୍ରହ କରନ୍ତି। ଯଦି ଆମେ ତାଙ୍କର କଥା ମାନିବା, ତାଙ୍କର ଦୂତମାନେ ଆମ ଚାରିଆଡ଼େ ଆମକୁ ଜଗି ରହିବେ। ପରମେଶ୍ୱର ସବୁବେଳେ ଆମ ପାଇଁ ଚିନ୍ତା କରୁଛନ୍ତି, ତୁମ ପାଇଁ ବି ଚିନ୍ତା କରୁଛନ୍ତି ଭାଇ। ଆଉ ସେତେବେଳେ ସେଇ ଭାଇ ଜଣକ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲେ ଆଉ ଗ୍ରହଣ କଲେ। ୟେସ୍ ପ୍ରିୟମାନେ, ଚିନ୍ତା କରିବା, ଆମର ଯେତେ ବଡ଼ ବିପଦ ଥାଉ ନା କାହିଁକି, ଯଦି ଆମର ପ୍ରଭୁ ଆମ ସାଙ୍ଗରେ ଅଛନ୍ତି, ସେ ଆମକୁ ଉଦ୍ଧାର କରିବେ। ଆଉ ଭାଇ ଜାଣିଛ ତାପରେ କ'ଣ ଲେଖା ହେଇଛି? ତାପରେ ତୁମ ଦକ୍ଷିଣ ପାଖରେ ନିତ୍ୟ ସୁଖ ଭୋଗ ଥାଏ। ଯେ ପରମେଶ୍ୱରଙ୍କୁ ବିଶ୍ୱାସ କରେ, ପରମେଶ୍ୱରଙ୍କର କଥା ମାନେ, ତା ଜୀବନରେ ଦୁଃଖ ନୁହେଁ, ସୁଖ ଆଉ ଶାନ୍ତି ଭରିଯିବ। ୟେସ୍ ପ୍ରିୟମାନେ, ଏଇଟା କେବଳ ସେଇ ବ୍ୟକ୍ତି ଜଣଙ୍କ ପାଇଁ ଏ ଶିକ୍ଷା ନୁହେଁ, ଏହି ଶିକ୍ଷା ଆମ ସମସ୍ତଙ୍କ ପାଇଁ। ଆମେ ଅନେକ ସମୟରେ ଦୁଃଖରେ ଭାଙ୍ଗି ପଡ଼ୁ। କିଛି ଗୋଟେ ପାଇବାର ଆଶା ଅଛି, ଯଦି ମିଳିଲା ନାହିଁ ହେଲେ ବି ଆମେ ଦୁଃଖରେ ଭାଙ୍ଗି ପଡ଼ୁଛୁ। କିଛି ଚାକିରି ପାଇଁ ଆମେ ଯଦି ଇଣ୍ଟରଭ୍ୟୁ ଦେଇଛୁ କିମ୍ବା ଫର୍ମ ପକାଇଛୁ, ଯଦି ହେଲା ନାହିଁ, ସେତେବେଳେ ବି ଆମେ ଦୁଃଖରେ ଭାଙ୍ଗି ପଡ଼ୁଛୁ। ଭୁଲି ଯାଉଛୁ ଯେ ଆମର ପରମେଶ୍ୱର ଆମ ସାଙ୍ଗରେ ଅଛନ୍ତି। ୟେସ୍ ପ୍ରିୟମାନେ, ଆସନ୍ତୁ ଆଉ ଗୋଟେ ବାକ୍ୟ ଦେଖିବା। ଯାତ୍ରାର 33 ପର୍ବ ଟିକେ ବାହାର କରିବା। ଯାତ୍ରା 33 ପର୍ବ ତାର 14 ପଦ। ସେତେବେଳେ ସେ କହିଲେ, ଆମର ଶ୍ରୀମୁଖ ତୁମ ସହିତ ଗମନ କରିବେ, ପୁଣି ଆମେ ତୁମକୁ ବିଶ୍ରାମ ଦେବା। ହାଲେଲୁୟା। ପରମେଶ୍ୱର କହୁଛନ୍ତି ଯେ ତାଙ୍କର ଶ୍ରୀମୁଖ ଆମ ସହିତ ଗମନ କରିବ। କୋଉଠିକି ଗମନ କରିବ? ପରମେଶ୍ୱରଙ୍କର ଶ୍ରୀମୁଖ ଆମ ସହିତ ଗମନ କରିବ। ଆମେ ଯୋଉଠିକି ଯିବା, ଆମେ ଯାହା କରିବା, ଆମ ସହିତ ତାଙ୍କର ଉପସ୍ଥିତି ରହିବ। ପରମେଶ୍ୱରଙ୍କର ଚକ୍ଷୁ ପୃଥିବୀର ସର୍ବତ୍ର ଦୌଡ଼ୁଛି, କାହାକୁ ସେ ବ୍ୟବହାର କରିବେ ସେ ଖୋଜୁଛନ୍ତି। ୟେସ୍ ପ୍ରିୟମାନେ, ଯାହାକୁ ସେ ଖୋଜୁଛନ୍ତି ସେ ଆପଣ ନୁହନ୍ତି ତ? ୟେସ୍ ପ୍ରିୟମାନେ, ଆପଣଙ୍କୁ ହିଁ ସେ ଖୋଜୁଛନ୍ତି। ଆପଣଙ୍କୁ ସେ ବ୍ୟବହାର କରିବାକୁ ଚାହାନ୍ତି। ଆପଣଙ୍କୁ ତାଙ୍କ ପରି ସୂଚି ଆଉ ପବିତ୍ର କରିବାକୁ ଚାହାନ୍ତି। ତାଙ୍କ ରାଜ୍ୟ ସକାଶେ ଆପଣଙ୍କୁ ବ୍ୟବହାର କରିବାକୁ ଚାହାନ୍ତି। ଆମେ ହୁଏତ ଚିନ୍ତା କରିଥାଇପାରୁ ଯେ ଆମେ ତ ପାପୀ ମଣିଷ, ମୁଁ ତ ପାପ କରିଛି। ୟେସ୍, ଆମେ ପାପ କରିଛୁ, କିନ୍ତୁ ଆମର ପରମେଶ୍ୱର ଆମର ପାପକୁ ପୂର୍ବରୁ ପଶ୍ଚିମ ଯେତିକି ଦୂର ସେତି ଦୂର ଠେଲି ଦେବେ।
ଯଦି ଆମେ ତାଙ୍କୁ ଚାହୁଁଛୁ, ଯଦି ଆମେ ତାଙ୍କର କଥା ମାନିବାକୁ ମନେ ମନେ ସ୍ଥିର କରିଦେଲୁ, ସେ ଆମକୁ ଏତେ ପ୍ରେମ କରନ୍ତି, ଆମର ପାପକୁ ସେ କ୍ଷମା କରିଦେବେ। ପ୍ରଭୁ ଯୀଶୁଙ୍କର ପବିତ୍ର ରକ୍ତରେ ଆମର ସବୁ ପାପକୁ ଧୋଇଦେବେ, ଆମ ଜୀବନରେ ଶାନ୍ତି ଭରିଦେବେ, ଆମ ଜୀବନରେ ପବିତ୍ରତା ଭରିଦେବେ, କାରଣ ସେ ପବିତ୍ର ଅଟନ୍ତି। ୟେସ୍ ପ୍ରିୟମାନେ, ମୁଁ ସବୁବେଳେ କୁହେ, ଆମେ ସାଧାରଣ ଲୋକ ନୁହେଁ, ଆମେ ସ୍ୱୟଂ ପରମେଶ୍ୱରଙ୍କର ପୁଅ ଆଉ ଝିଅ ଅଟୁ। ଏଠି ଆମେ ପଢ଼ିଲୁ, ଏବେ 14ରେ ପଢ଼ିଲୁ, ଆମ୍ଭର ଶ୍ରୀମୁଖ ତୁମ ସହିତ ଗମନ କରିବେ, ପୁଣି ଆମ୍ଭେ ତୁମକୁ ବିଶ୍ରାମ ଦେବା। ତାଙ୍କର ଶ୍ରୀମୁଖ, ତାଙ୍କର ଉପସ୍ଥିତି ସବୁବେଳେ ଆମ ସହିତ ଥିବ। ଆମେ ଯେତେବେଳେ ରାସ୍ତାକୁ ବାହାରୁଛୁ, ଆମ ସହିତ ସିଏ ଅଛନ୍ତି। ହଁ, ଦେଖାଯାଉନାହାନ୍ତି। ଟିକେ 13 ପଢ଼ିବା, 13 ଟିକେ ପଢ଼ିଲ ମା। ଉତ୍ତମ, ମୁଁ ଯେବେ ତୁମ ଦୃଷ୍ଟିରେ ଅନୁଗ୍ରହ ପାତ୍ର ହୋଇଅଛି, ତେବେ ବିନୟ କରୁଅଛି, ମୁଁ ତୁମ ଦୃଷ୍ଟିରେ ଅନୁଗ୍ରହ ପାଇବା ଆଶ୍ରୟରେ ଯେପରି ତୁମ୍ଭଙ୍କୁ ଜାଣିପାରିବି, ଏଥିପାଇଁ ଏବେ ତୁମ୍ଭେ ମୋତେ ଆପଣା ଗତି ଜଣାଅ। ପୁଣି ଏହି ଗୋଷ୍ଠୀ ଯେ ତୁମ୍ଭର ଲୋକ, ଏହା ବିବେଚନା କର। ଆମେନ୍। ଆମେନ୍। ସେ କହୁଛନ୍ତି, ମୂଷା କହୁଛନ୍ତି ପରମେଶ୍ୱରଙ୍କୁ, ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି ତୁମ ଦୃଷ୍ଟିରେ ଅନୁଗ୍ରହ ପାଇବା ପାଇଁ, ଯେପରି ତୁମକୁ ଜାଣିପାରିବି, ଏଥିପାଇଁ ତୁମର ଗତି ମୋତେ ଜଣାଅ। ତୁମେ କେଉଁଠି ଅଛ ଜଣାଅ, ତୁମେ କୁଆଡ଼େ ଯାଉଛ ଜଣାଅ। ଆଉ ପରମେଶ୍ୱର କହୁଛନ୍ତି, ବାପା, ମୁଁ କୁଆଡ଼େ ଯାଉନାହିଁ, ମୁଁ ତୋତେ ଛାଡ଼ିକି ଯାଉନାହିଁ, ସଦା ସର୍ବଦା ପ୍ରତ୍ୟେକ ମୁହୂର୍ତ୍ତରେ ମୁଁ ତୋ ସହିତ ଅଛି, ତୋ ପାଖରେ ଅଛି। ହାଲେଲୁୟା। ଆମର ପରମେଶ୍ୱର ଆମକୁ ଛାଡ଼ନ୍ତି ନାହିଁ ପ୍ରିୟମାନେ। ଆମେ ବିପଦରେ ପଡ଼ିଛୁ, ସେହି ସମୟରେ ବି ସେ ଛାଡ଼ନ୍ତି ନାହିଁ, ଅପେକ୍ଷା କରନ୍ତି କେତେବେଳେ ମୋର ପୁଅ ମୋତେ ଡାକିବ ସାହାଯ୍ୟ ପାଇଁ, କେତେବେଳେ ମୋର ଝିଅ ମୋତେ ଡାକିବ ସାହାଯ୍ୟ ପାଇଁ। ଆମେ ରୋଗରେ ପଡ଼ିଛୁ, ସେତେବେଳେ ବି ସେ ଛାଡ଼ନ୍ତି ନାହିଁ। ସେ ଅପେକ୍ଷା କରି ରହନ୍ତି କେତେବେଳେ ମୋର ସାହାଯ୍ୟ ମୋର ପୁଅ କି ଝିଅ ମାଗିବ। ୟେସ୍ ପ୍ରିୟମାନେ, ତାଙ୍କର ମୁଖକୁ ଆମେ ଦେଖିପାରୁନାହୁଁ, ତାଙ୍କର ମୁଖ ଦେଖି ଆମେ ବଞ୍ଚି ବି ପାରିବା ନାହିଁ। ପରମେଶ୍ୱରଙ୍କ ମୁଖକୁ କେହି ଦେଖିପାରନ୍ତି ନାହିଁ, କିନ୍ତୁ ସେ ଅଛନ୍ତି ଆମ ସାଥିରେ। ଗୋଟେ ଗୀତଟା ମନେ ପଡ଼ୁଛି, ସେ ଅଛନ୍ତି ମୋ ସାଥିରେ, ସେ ଅଛନ୍ତି ମୋ ସାଥିରେ। ୟେସ୍ ପ୍ରିୟମାନେ, ଆମ ସାଙ୍ଗରେ ସିଏ ଅଛନ୍ତି। ଏଠି ମୂଷା ଯେତେବେଳେ କହିଲେ, ମୁଁ ତୁମକୁ ଦେଖିବାକୁ ଚାହୁଁଛି, ତୁମର ମୁଖ ଦେଖିବାକୁ ଚାହୁଁଛି, 19 ପଦରେ ଅଛି, 18 ପଦରେ ଲେଖା ହେଇଛି, ତମର ମହିମା ମୋତେ ଦେଖାଅ। ମୂଷା କହୁଛନ୍ତି ପରମେଶ୍ୱରଙ୍କୁ। ପରମେଶ୍ୱର କହିଲେ 20ରେ, ତୁମ୍ଭେ ଆମର ମୁଖ ଦେଖିପାରିବ ନାହିଁ, କାରଣ ମନୁଷ୍ୟ ଆମକୁ ଦେଖି ବଞ୍ଚିବ ନାହିଁ। ୟେସ୍ ପ୍ରିୟମାନେ, ତାଙ୍କର ମୁଖକୁ ଦେଖି ଆମେ ବଞ୍ଚିପାରିବା ନାହିଁ, କିନ୍ତୁ ସେ ଦେଖୁଛନ୍ତି, ସେ ଆମର ପାଖରେ ଏକା ଅଛନ୍ତି। ଆମେ ତାଙ୍କୁ ଅନୁଭବ କରିପାରିବା, କିନ୍ତୁ ଦେଖିପାରିବା ନାହିଁ। ଆମେ ଯଦି ତାଙ୍କୁ ପ୍ରେମ କରୁଛୁ, ଆମେ ଯଦି ତାଙ୍କର କଥା ମାନୁଛୁ, ତାଙ୍କର ଉପସ୍ଥିତିକୁ ଆମେ ସବୁବେଳେ ଅନୁଭବ କରିପାରିବା। ତେଣୁକରି ପ୍ରିୟମାନେ, ଏତିକି ମନେ ରଖିବା, ସେ ଆମ ସାଥିରେ ଅଛନ୍ତି, ସେ ଆମକୁ କେବେ ହେଁ ଛାଡ଼ିଦେବେ ନାହିଁ। ବେଳେବେଳେ ଆମେ ଭାବୁ, ଆମ ଜୀବନରେ ଏତେ କଷ୍ଟ ଆସୁଛି, ଏତେ ଦୁଃଖ ଆସୁଛି, ପ୍ରଭୁ କାହିଁକି ଦେଖୁନାହାନ୍ତି, ପ୍ରଭୁ କାହିଁକି ମୋର ଦୁଃଖକୁ ଦୂର କରୁନାହାନ୍ତି। ୟେସ୍ ପ୍ରିୟମାନେ, ସେ ଦେଖୁଛନ୍ତି,
ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତରେ ସେ ଆମକୁ ଦେଖୁଛନ୍ତି। ଯଦି ଯେଉଁ ମାଆ ମାନେ ଏଇ ମିଟିଂରେ ଉପସ୍ଥିତ ଅଛନ୍ତି ସେମାନେ ଜାଣିଥିବେ, ପୁଅ କିମ୍ବା ସାନ ଝିଅକୁ ଖଟରେ ଶୋଇଲା ପରେ ଯେତେବେଳେ ସେମାନେ କାମ ଆରମ୍ଭ କରନ୍ତି, କାମ କଲା ବେଳେ ମଧ୍ୟ ତାଙ୍କର ଦୃଷ୍ଟି ସବୁବେଳେ ନିଜର ଛୁଆ ପ୍ରତି ଥାଏ। କାରଣ ନିଜର ଛୁଆକୁ ସେମାନେ ବହୁତ ପ୍ରେମ କରନ୍ତି। ବଡ଼ ହେଇଯାଇଥିବା ପୁଅ ଝିଅମାନେ ଜାଣି ରଖିବା ଉଚିତ ମା କେତେ ସ୍ନେହ କରନ୍ତି ନିଜର ଛୁଆମାନଙ୍କୁ। ଆପଣମାନଙ୍କୁ ମଧ୍ୟ ଆପଣଙ୍କର ମା ସେମିତି ପ୍ରେମ କରିଥିଲେ, ଆଉ ବର୍ତ୍ତମାନ ସୁଦ୍ଧା ସେଇ ପ୍ରେମ କରୁଛନ୍ତି। ମା ହୁଏତ ବୁଢ଼ୀ ହେଇଯାଇଥାଇପାରେ, ତଥାପି ତା ହୃଦୟରେ ଆମ ପ୍ରତି ପ୍ରେମ ଭରି ରହିଛି। ବାପା ହୁଏତ ବୁଢ଼ା ହେଇଯାଇଥାଇପାରନ୍ତି, ତାଙ୍କର ପ୍ରେମ ଠିକ୍ ସେମିତି ଅଛି। ଥରେ ମୁଁ ଗାଁକୁ ଯାଇଥିଲି, ବାପାଙ୍କୁ ସେତେବେଳକୁ 85 ହେଇଗଲାଣି, 85 ବର୍ଷ। ଚାଲିବାଟା ମଧ୍ୟ ଧୀରେ ଧୀରେ ଚାଲୁଛନ୍ତି। ରାତି 8:30 ବେଳେ ଯେତେବେଳେ ଆସିବାକୁ ମୁଁ ବାହାରିଲି, ମୋତେ ମନା କଲେ, ବାବୁ ଆଜି ଆଉ ଯା ନାହିଁ, ରାତି ହେଲାଣି, କାହିଁ ଯିବୁ? ମୁଁ କହିଲି, ବାପା କାରରେ ତ ଯିବି, କିଛି ଅସୁବିଧା ନାହିଁ, ମୁଁ ଗଲା ପରେ ଫୋନ୍ କରିବି। ନାନୀ ଘରକୁ ଯାଇଛି, ସେଇଠି ଯାଇକି ଫେରିଲା ବେଳକୁ ବାପା ପ୍ୟାଣ୍ଟ ସାର୍ଟ ପିନ୍ଧିକି ରେଡ଼ି। ମା ପଚାରିଲେ ତାଙ୍କୁ, ଆଜି ବାପା ବି ନାହାନ୍ତି ଆମ ପାଖରେ, ମା ବି ନାହାନ୍ତି, ଯୀଶୁଙ୍କ ପାଖକୁ ଚାଲି ଯାଇଛନ୍ତି। ମା ବାପାଙ୍କୁ ପଚାରିଲେ, ଯେ ଏତେ ରାତିରେ କାହିଁ ପ୍ୟାଣ୍ଟ ସାର୍ଟ ପିନ୍ଧୁଛ? ସେତେବେଳେ ବାପା କହୁଛନ୍ତି, ବାବୁ ଏବେ ଯିବ ତ, ଏକଲା କେମିତି ଯିବ? ବାପାଙ୍କର ପ୍ରେମ ଦେଖନ୍ତୁ। ବାପା ବୁଢ଼ା ହେଇଯାଇଥାନ୍ତୁ, ମା ବୁଢ଼ୀ ହେଇଯାଇଥାନ୍ତୁ, ତଥାପି ନିଜର ପୁଅମାନଙ୍କୁ, ନିଜର ଝିଅମାନଙ୍କୁ ସେମାନେ ପ୍ରେମ କରନ୍ତି। ୟେସ୍ ପ୍ରିୟମାନେ, ଆମର ପରମେଶ୍ୱର କାଲି, ଆଜି ଆଉ ସଦାକାଳ ସବୁବେଳେ ସମାନ। ସେ ଆମକୁ ଏତେ ପ୍ରେମ କରନ୍ତି, ନିଜର ଏକମାତ୍ର ପୁତ୍ରକୁ ଦେଇଦେଲେ। ଆମେ ସମସ୍ତେ ଜାଣିଛୁ ସେଇ ପରମେଶ୍ୱର ଆମ ସହିତ ଅଛନ୍ତି। ଆମେ ଭୟ କରିବା କାହାକୁ? ସେଇ ପରମେଶ୍ୱର ଆମ ସାଙ୍ଗରେ ଅଛନ୍ତି। କୌଣସି ବିପଦ ଆମର କିଛି କରିପାରିବ ନାହିଁ, କୌଣସି ରୋଗ ଆମର କିଛି କରିପାରିବ ନାହିଁ। ରୋଗର ଆତ୍ମା, ଅପବିତ୍ର ଆତ୍ମା, ମନ୍ଦ ଆତ୍ମା, ଶୈତାନର ଆତ୍ମା। ଆଉ ଶୈତାନ ଆମର ପାଦ ତଳେ ଅଛି, ଏ କଥା ଆମେ ମନେ ରଖିବା। ତାର ସ୍ଥାନ ଆମର ପାଦ ତଳେ। ଆମେ ତାକୁ ଆଦେଶ ଦେଇପାରିବା, ଆମେ ତାକୁ ବାହାର କରିପାରିବା। ପ୍ରଭୁ ଯୀଶୁ ଆମକୁ ଅଧିକାର ଦେଲେ ନା, ଭୂତକୁ ଛଡ଼େଇବାର ଅଧିକାର, ରୋଗକୁ ସୁସ୍ଥ କରିବାର ଅଧିକାର ଦେଇଛନ୍ତି। ତାଙ୍କର ସେଇ କଥାରେ ନିର୍ଭର କରିବା, ବିଶ୍ୱାସ କରିବା। ୟେସ୍, ରୋଗର ଆତ୍ମାକୁ ଆମେ ବାହାର କରିପାରିବା, ଧମକ ଦେଇପାରିବା ଯୀଶୁଙ୍କ ନାମରେ। ସମସ୍ତେ, ଆମେ ସମସ୍ତେ ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରୁଛୁ, ସେଇ ଶକ୍ତି ଆମ ଭିତରେ ଖୁନ୍ଦି ହେଇକି ରହିଛି, ପରମେଶ୍ୱରଙ୍କର ଶକ୍ତି। ପ୍ରଭୁ ଯୀଶୁ ମଧ୍ୟ କହିଲେ, ଯେଉଁ ଆତ୍ମା ତାଙ୍କ ଭିତରେ ଥିଲା, ସେଇ ପବିତ୍ର ଆତ୍ମାଙ୍କୁ ମୁଁ ଗଲା ପରେ ତୁମକୁ ସାହାଯ୍ୟ କରିବାକୁ ପଠେଇବି, ଏ କଥା କହିଲେ। ଆଉ ସ୍ୱର୍ଗକୁ ଉନ୍ନୀତ ହେଲା ପରେ ସେ ପବିତ୍ର ଆତ୍ମାକୁ ପଠେଇଲେ। ସେଇ ପବିତ୍ର ଆତ୍ମା ଆଜି ଆପଣଙ୍କ ଭିତରେ ଆଉ ମୋ ଭିତରେ ଅଛନ୍ତି ପ୍ରିୟମାନେ। ସେଇ ଅସମ୍ଭବକୁ ସମ୍ଭବ କରିବା ପବିତ୍ର ଆତ୍ମା ଆଜି ଆପଣଙ୍କ ଭିତରେ ଆଉ ମୋ ଭିତରେ, ଆପଣଙ୍କ ସହିତ ଆଉ ମୋ ସହିତ। ଆମର এই ପାଟିକୁ, এই ଅଙ୍ଗ ପ୍ରତ୍ୟଙ୍ଗକୁ ଯଦି ତାଙ୍କ ହାତରେ ଉତ୍ସର୍ଗ କରିଦେବା, ସେ କଥା କହିବେ, ସେ ଆଦେଶ ଦେବେ, ସେଇ ରୋଗର ଆତ୍ମାକୁ ସେ ବାହାର କରିଦେବେ ପ୍ରିୟମାନେ। ସେଇଥିପାଇଁ ତ ପ୍ରଭୁ ଯୀଶୁ କହୁଛନ୍ତି, କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ। କାହିଁ କହିଲେ ଏ କଥା? କାରଣ ସେ ଆମ ପାଇଁ ଚିନ୍ତା କରୁଛନ୍ତି।
ପ୍ରଭୁ ଯୀଶୁ ନିଜେ ଆମ ପାଇଁ ଚିନ୍ତା କରୁଛନ୍ତି। ଆମକୁ କ'ଣ ଆବଶ୍ୟକ ଅଛି ତାହା ସେ ଜାଣନ୍ତି। କାରଣ ଏଇ ଦେହ ତ ଆମର ନୁହେଁ ପ୍ରିୟମାନେ, ଏଇ ଦେହ ହେଉଛି ପରମେଶ୍ୱରଙ୍କର। ଏଇ ଦେହ ଭିତରେ ସେ ନିଜେ ବାସ କରୁଛନ୍ତି। ଏଇ ଦେହ ଭିତରେ ପ୍ରଭୁ ଯୀଶୁ ବାସ କରୁଛନ୍ତି। 14 ପର୍ବ, ଯୋହନ 14 ପର୍ବ ଯଦି ଆମେ ପଢ଼ିବା କ୍ଲିଅରଲି ଲେଖାଯାଇଛି, ଏହି ଶରୀର ଭିତରେ ପ୍ରଭୁ ଯୀଶୁ ଅଛନ୍ତି, ପବିତ୍ର ଆତ୍ମା ଅଛନ୍ତି, ଆଉ ପରମେଶ୍ୱର ଅଛନ୍ତି। ଏହି ଶରୀର ପରମେଶ୍ୱରଙ୍କର ମନ୍ଦିର ଅଟେ, ତାଙ୍କର ବାସସ୍ଥାନ ଅଟେ ପ୍ରିୟମାନେ। କିନ୍ତୁ ଅଧିକାର କରିଯାଇଛି ଆଜି ଶୈତାନ, ଅଧିକାର କରିଦେଇଛି ତାର ଶକ୍ତି, ରୋଗର ଆତ୍ମା। ଯଦି ଆମେ ପରମେଶ୍ୱରଙ୍କ ଉପରେ ନିର୍ଭର କରୁ, ଯଦି ଆମେ ତାଙ୍କ ଉପରେ ବିଶ୍ୱାସ କରୁ, ଏଇ ଦେହ ତାଙ୍କର ଅଟେ, ତାଙ୍କର ଇଚ୍ଛାରେ ଚାଲିବା ପାଇଁ ଯଦି ଆମେ ଛାଡ଼ି ଦେଉ, କୌଣସି ରୋଗର ଆତ୍ମା ଆମ ଭିତରେ ରହିବ ନାହିଁ ପ୍ରିୟମାନେ। କୌଣସି ବିପଦ ଆମର କିଛି କରିବ ନାହିଁ। ଯେବେଠାରୁ ମୁଁ ଯୀଶୁଙ୍କୁ ଗ୍ରହଣ କଲି, ତା ଆଗ କଥା କହୁଛି, ମୋର ସବୁବେଳେ ଟାଇଫଏଡ୍ ରହୁଥିଲା, ବର୍ଷରେ ମିନିମମ୍ 2 ଥର। ମ୍ୟାଲେରିଆ ହେଉଥିଲା, ଇସ୍ନୋଫିଲିଆ ଥିଲା, ଏହା ପେନ୍ ହେଉଥିଲା। କିନ୍ତୁ 18 ବର୍ଷ ହେଲା ମୁଁ ଯୀଶୁଙ୍କୁ ଗ୍ରହଣ କରିକି କୁଆଡ଼େ ଚାଲିଗଲା ସେ ରୋଗର ଆତ୍ମା। ଗୋଟିଏ ଟାବଲେଟ୍ ବି ଖାଇବାର ଆବଶ୍ୟକ ପଡ଼ୁନାହିଁ ପ୍ରିୟମାନେ। କାରଣ ସେ ଆପଣଙ୍କ ଭିତରେ ଆଉ ମୋ ଭିତରେ ଅଛନ୍ତି। ପରମେଶ୍ୱର ଆମକୁ ଶକ୍ତି ଦେଇ ସାରିଛନ୍ତି। এই କଥା ମନେ ରଖିବା। କାହା ପାଖକୁ ଯାଇକି ପ୍ରାର୍ଥନା କରେଇଲେ ସେ ପ୍ରାର୍ଥନା କଲେ ଆମେ ସୁସ୍ଥ ହେଇଯିବୁ, ନାଇଁ, ଆବଶ୍ୟକ ନାହିଁ ପ୍ରିୟମାନେ। ଆମ ଭିତରେ ସେଇ ଶକ୍ତି ଅଛି, ଆପଣଙ୍କ ଭିତରେ ସେଇ ଶକ୍ତି ଅଛି, ଆପଣଙ୍କ ଭିତରେ ସେଇ ପବିତ୍ର ଆତ୍ମା ଅଛନ୍ତି, ପ୍ରଭୁ ଯୀଶୁ ଅଛନ୍ତି। ଆପଣ ଥରେ ଚେଷ୍ଟା କରିକି ଦେଖନ୍ତୁ। ପ୍ରଭୁ ଯୀଶୁ କହୁଛନ୍ତି, ଆଜି ପର୍ଯ୍ୟନ୍ତ ତୁମେ ମୋ ନାମରେ କିଛି ମାଗିନାଅ, ମାଗିକି ଦେଖ, ତୁମର ଖୁସି ସକାଶେ ସମସ୍ତ ହିଁ ତୁମକୁ ଦିଆଯିବ। ୟେସ୍ ପ୍ରିୟମାନେ, ଆଜିଠାରୁ ଚେଷ୍ଟା କରିବା। ଆମେ ସାଧାରଣ ଲୋକ ନୁହେଁ, ଆମେ ଅସମ୍ଭବକୁ ସମ୍ଭବ କରିପାରିବା ଯୀଶୁଙ୍କ ସାହାଯ୍ୟରେ। ଆତ୍ମବିଶ୍ୱାସ ନିଜ ଉପରେ, ପରମେଶ୍ୱରଙ୍କ ଉପରେ ବିଶ୍ୱାସ। ୟେସ୍, ଏହି ଶକ୍ତି ଆମ ଭିତରେ ଅଛି। ଯୀଶୁଙ୍କ ସାହାଯ୍ୟରେ ଆମେ ସବୁ କରିପାରିବା। ପ୍ରେରିତ ପାଉଲ ବି କହନ୍ତି, ଖ୍ରୀଷ୍ଟଙ୍କ ସାହାଯ୍ୟରେ ମୁଁ ସବୁ କରିପାରେ। ଆଜି ଆମେ କହିବା, ଆଜି ଆପଣ ମନେ ମନେ କହନ୍ତୁ, ସ୍ୱୀକାର କରନ୍ତୁ ଯେ ଖ୍ରୀଷ୍ଟଙ୍କ ସାହାଯ୍ୟରେ ମୁଁ ସବୁ କରିପାରିବି। ଖ୍ରୀଷ୍ଟଙ୍କ ସାହାଯ୍ୟରେ ଏହି ବିପଦରୁ ମୁଁ ଉଦ୍ଧାର ପାଇପାରିବି। ଖ୍ରୀଷ୍ଟଙ୍କ ସାହାଯ୍ୟରେ ଏହି ରୋଗରୁ ମୁଁ ସୁସ୍ଥତା ପାଇପାରିବି। ଖ୍ରୀଷ୍ଟଙ୍କ ସାହାଯ୍ୟରେ ତାର ରୋଗକୁ ମୁଁ ସୁସ୍ଥ କରିପାରିବି। ୟେସ୍ ପ୍ରିୟମାନେ, ସେଥିପାଇଁ ଆମେ ଆନନ୍ଦ କରିବା। କାରଣ ଖ୍ରୀଷ୍ଟଙ୍କ ସାହାଯ୍ୟରେ ଆମେ ଅସମ୍ଭବକୁ ସମ୍ଭବ କରିପାରିବା। ହାଲେଲୁୟା। ସେଇଥିପାଇଁ ତ ପ୍ରଭୁ ଯୀଶୁ କହନ୍ତି, ଆନନ୍ଦ କର, ସର୍ବଦା ଆନନ୍ଦ କର। ଦୁଃଖ କାହିଁକି କରିବା, ବ୍ୟତିବ୍ୟସ୍ତ କାହିଁକି ହେବା? ଆମେ ତ ସବୁ କରିପାରିବା ଖ୍ରୀଷ୍ଟଙ୍କ ସାହାଯ୍ୟରେ। ଆମ ସାଙ୍ଗରେ ତ ପବିତ୍ର ଆତ୍ମା ଆମ ଭିତରେ ଅଛନ୍ତି। ଅସମ୍ଭବ ସମ୍ଭବକାରୀ ପ୍ରଭୁ ଯୀଶୁ ଆମ ସାଙ୍ଗରେ ଅଛନ୍ତି। ଦୁଃଖ କାହିଁକି କରିବା, ଚିନ୍ତା କାହିଁକି କରିବା? ଆସନ୍ତୁ ନିଜର ପରିଚୟକୁ ନିଜେ ଜାଣିବା, ନିଜର କ୍ଷମତାକୁ ଆମେ ନିଜେ ଜାଣିବା। ଆମର ବାପା ଆମକୁ ଅଧିକାର ଦେଇଛନ୍ତି, ସେ ଅଧିକାରକୁ ସାବ୍ୟସ୍ତ କରିବାର ଯୋଗ୍ୟ ହେଇଯିବା। ଆଉ ଯୋଗ୍ୟ ହେବାର ଗୋଟିଏ ମାତ୍ର ଉପାୟ, ଆଜିଠାରୁ ଆମେ ତାଙ୍କର କଥା ମାନିବା। ଆଜିଠାରୁ ତାଙ୍କ ମନରେ ଆମେ କଷ୍ଟ ଦେବା ନାହିଁ,
ତାଙ୍କୁ ଖରାପ ଲାଗିବା କାମ କରିବା ନାହିଁ, ତାଙ୍କୁ ଖରାପ ଲାଗିବା କଥା କହିବା ନାହିଁ। ବାସ୍। ଆଉ ଦେଖନ୍ତୁ ସେଇ ଶକ୍ତି ଆପଣଙ୍କ ଭିତରେ କ୍ରିୟାନ୍ୱିତ ହୋଇଯିବ। ଆପଣ ବି ଯୀଶୁଙ୍କ ସାହାଯ୍ୟରେ, ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ସବୁ କରିପାରିବେ। ହାଲେଲୁୟା। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ପ୍ରଚୁର ଆଶୀର୍ବାଦ କରନ୍ତୁ। ଆମେନ୍। ହାଲେଲୁୟା। ଆମେନ୍ ଆମେନ୍ ହାଲେଲୁୟା।